ମାଣିକି ଜାଗର ଦିନ ଯେହେତୁ ଧବଳେଶ୍ୱର ବାବାଙ୍କ ଦର୍ଶନଟା କରିସାରିଲୁ ତାପରେ ଆମେ ବାହାରି ଯାଇଥିଲୁ କଟକ ଭିତରେ ନରାଜ ଆଗରେ ଥିବା କିମ୍ବା ସିଦ୍ଧେଶ୍ୱର ବାବାଙ୍କ ରାସ୍ତାରେ ପଡୁଥିବା ପିକଅପ୍ ଭ୍ୟାଲି ପାଖକୁ। ଆମମାନେ ସେ ଜାଗା ବିଷୟରେ ଯାହା ଶୁଣିଛୁ ଜଣେ ମଉସା ଥିଲେ ସେ ଜାଗାରେ ରହନ୍ତି। ସେ ମଉସା ଚାରିଟା ଟାଇମ ହେଲେ ପକ୍ଷୀ ଚଢେଇ ମାନଙ୍କୁ ଖାଦ୍ୟ ଟିକେ ଦିଅନ୍ତି। ଥରକର ଘଟଣା ଏମିତି ହେଇଛି ମୁଁ ସେ ସବୁଦିନ ଖାଇବାକୁ ଦେଲା ଟାଇପର ଚାରିଟା ଟାଇମରେ ପକ୍ଷୀ ଚଢେଇ ମାନଙ୍କୁ ଖାଇବାକୁ ଦେଇଥିଲେ। ଜଣେ ଭୋକିଲା ମୟୂର ସମସ୍ତ ଚଢେଇ ପକ୍ଷୀରେ ଖାଉଥିବାର ଦେଖି ସେ ନିଜେ ସମ୍ଭାଳି ନପାରି ମଉସାଙ୍କ ପାଖକୁ ଆସି ଖାଦ୍ୟ ଖାଇଥିଲେ। ପୁଣି ତା ପରଦିନ ସେ ମୟୂର ସେ ନିଜେ ବି ଆସିଥିଲା ତା ସହିତ ଆଉ ଦୁଇଟି ମୟୂରକୁ ମଧ୍ୟ ନେଇକି ଆସିଥିଲା ଖାଦ୍ୟ ଖାଇବା ପାଇଁ। ଆଉ ସେ ତିନୋଟି ଯାକ ମୟୂର ପୁଣି ଖାଦ୍ୟ ଖାଇସାରିଲା ପରେ ଉଡିକି ଯାଇ ପୁଣି ତା ନେକ୍ସଟ ଦିନ ଆଉ 10ଟି ମୟୂରକୁ ନେଇକି ଆଇଥିଲେ ଖାଦ୍ୟ ଖାଇବା ପାଇଁ। ଏମିତି କରି କରି ସବୁ ମୟୂର ତକ ଚାରିଟା ଟାଇମରେ ଖାଦ୍ୟ ଖାଇବାକୁ ଆସନ୍ତି। ଆଉ ସାଙ୍ଗମାନେ ସତ କଥା କହୁଛୁ ପ୍ରକୃତିରେ ତିଆରି ହେଇଥିବା କାରୁକାର୍ଯ୍ୟ ପୁରା ଯାଦୁ କରିସ୍ମା ଟାଇପର। କାରଣ ମୟୂରକୁ ପ୍ରାୟତଃ ଆମେ ଟିଭି ବା ନନ୍ଦନକାନନରେ ଦେଖେ, ଏମିତି ରିଅଲ ଟାଇପର ଚରାବୁଲା ମୟୂର ଦେଖିବା ଭାରି କଷ୍ଟ। ଆଉ ଚରାବୁଲା ମୟୂର ମାନଙ୍କର କଲର ଏତେ ସାଇନି ଯୋଉଟା କି ତମେ ଦେଖିଲା ପରେ ମନ ନିଶ୍ଚିତ ଚୋରି ହେଇଯିବ। କ୍ୟାମେରାରେ ଏତେ କ୍ଲିୟର ଭାବେ ଆସିନଥାଏ କିନ୍ତୁ ଆମ ଆଖି ଯାହା ଦେଖିଲା ସେଟା ଜୀବନ ଯାକ ଭୁଲି ପାରିବନି। ଆଉ ଭାଇ ମୟୂର ମାନଙ୍କ ପାଇଁ ଖାଦ୍ୟ ପକେଇ ସାରିଲା ପରେ ବଣ ଭିତରେ ଲୁଚି ରହିଥିବା ପୁଳେ ଖଣ୍ଡେ ମୟୂର ଖାଦ୍ୟ ଖାଇବାକୁ ଆସିଥିଲେ।